चक्षुरुन्मिलितं येन तस्मै श्रीगुरवे नमः। नमो विष्णुपादाय कृष्णपृष्ठाय भूतले श्रीमते भक्तिवेदांत स्वामिने इति नामिने। नमस्ते सारस्वती देवे गौरवाणी प्रचारिणे निर्विशेष शून्यवादी पाश्चात्य देशतारिणे वंशाकल्पतरुभ्यश्च कृपा सिन्धुभ्येव च पतितानां पावनेभ्यो वैष्णवेभ्यो नमो नमः। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर शिवासादि श्री गौरभक्त वृंद। हरे कृष्ण 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 हरे 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 राम हरे राम 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 हरे हरे। मुखं करोति वाचालं पंगुलं हयते गिरि यत्कृपातमहं वन्दे परमानंद माधवं सुहृदनतरणं श्री चैतन्य ईश्वर। तो भगवान आहुरी आहुरी विस्तारित भाव विभूतिर कथा वर्णना कर कहते काली आम शुणिले जे कि भावे सी वेद मध्य सामवेद देवता मान मध्य इंद्र तो से कहते मु देवता मान मध्य मु इंद्र ता माने नुह जे से इंद्र होचंती भगवान बा इंद्र कृष्ण एका इंद्र मध्य शक्ति रही कृष्णଙ୍କର प्रकाश ये बुझा पड़ो। अवश्य वैदिक साहित्य रे इंद्रଙ୍କର खूब प्राधान्य दिया जायछि यज्ञ रे सब किछि रे सेति कि समस्त देवता मान जो श्रेष्ठ इंद्र से भगवान कृष्ण को प्रतिनिधित्व करछन्ति। इंद्रिय मान भीतर से होछन्ति मन कहीं ना मन हूँ गोटे इंद्रिय मन षष्ठानि इंद्रियाणि। हाँ और जीव भीतर जो चेतनाटा अच्छे से चेतना हूँ भगवान बुझल। तो काली एम 24 नंबर श्लोक मत पढ़ी 25 नंबर श्लोक हूँ महर्षिणां भृगुरहं गिरांस्तेकम् अक्षरम् यज्ञानां जप यज्ञस्मि स्थावराणां हिमालय। महर्षिमान के मध्य मु भृगु अटे भृगु ऋषि महर्षि मध्य श्रेष्ठ बोली परिगणित होती एठारे। तापरे ध्वनि तरंग मध्य मु दिव्य प्रणाम मंत्र ओं गीरांग गीरांग माने ध्वनि। गीराम अस्मि एकम अक्षरम महर्षिणां भृगु अहम गिराम अस्मि एक अक्षरम। एक मिनट अस्मि एक अक्षरम एक अक्षर कौन ना ओम गिराम अस्मि एक अक्षर यज्ञानां जप यज्ञस्मि यज्ञ मध्य जप यज्ञ भगवान का नाम जप करवा भगवान दिव्य नाम जप आम जप करवाटा भी यज्ञ आउ संकीर्तन करवाटा भी यज्ञ यज्ञ ही संकीर्तन प्राय जयंती सुमति ये दुईटा का यज्ञ और यज्ञ मध्य जप यज्ञ श्रेष्ठ आ कलिजुग ପାଇଁ संकीर्तन यज्ञ बुद्धिमान व्यक्ति माने भगवान नाम रूप बेसी प्राधान्य दिया स्थावरानां हिमालय स्थावर मान मध्य मु हिमालय अच्छे। तो ब्रह्मांड ब्रह्मा जी होती प्रथम सृष्ट जीव से विभिन्न प्रकार जीव सृष्टि निमित्त
କେତେକ ପୁତ୍ର ସୃଷ୍ଟି କଲେ। ବ୍ରହ୍ମା ହଉଛନ୍ତି ଅଯୋନି ସମ୍ଭୂତା। ଗର୍ଭଦକ୍ଷିଣ ବିଷ୍ଣୁର ନାଭି ପଦ୍ମରୁ ସେ ପ୍ରକଟ ହେଲେ। ତାଙ୍କର ପିତାମାତା ନାହାନ୍ତି, ଅଯୋନି ସମ୍ଭୂତା। ତାପରେ ସେ ପ୍ରଥମ ପ୍ରଜାପତି ମାନଙ୍କର ପ୍ରଜାପତି। ସିଏ ତାଙ୍କର କିଛି ପ୍ରଥମ ପୁତ୍ର ସୃଷ୍ଟି ହେଲା, ମାନସ ପୁତ୍ର। ତାପରେ ଆସ୍ତେ ଆସ୍ତେ ପ୍ରଜା ବଢିଲେ। ତାଙ୍କ ପୁତ୍ରମାନଙ୍କ ମଧ୍ୟରେ ଅତ୍ୟନ୍ତ କ୍ଷମତାଶାଳୀ ହେଉଛନ୍ତି ଭୃଗୁ। ହୁଁ, ବ୍ରହ୍ମାଙ୍କ ପୁତ୍ରଙ୍କ ମଧ୍ୟରେ ସେ ଜଣେ ମହର୍ଷି ଅଟନ୍ତି। ସମସ୍ତ ଦିବ୍ୟ ଧ୍ୱନି ମଧ୍ୟରେ ଓଙ୍କାର ଭଗବାନଙ୍କର ପ୍ରତିନିଧିତ୍ୱ କରେ। ଯଜ୍ଞମାନଙ୍କ ମଧ୍ୟରେ ହରେ କୃଷ୍ଣ ମହାମନ୍ତ୍ର। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଜପ କୃଷ୍ଣଙ୍କର ବିଶୁଦ୍ଧତ୍ମ ପ୍ରତିରୂପ ଅଟେ। ବେଳେ ବେଳେ ପଶୁବଧ ଯଜ୍ଞ କଥା କୁହାଯାଏ, କିନ୍ତୁ ହରେ କୃଷ୍ଣ ମନ୍ତ୍ର ଜପ ଯଜ୍ଞରେ ଏ ହିଂସାର ପ୍ରଶ୍ନ ନାହିଁ। ହଁ, ଏହା ସରଳତମ ଏବଂ ବିଶୁଦ୍ଧ। ଏ ଜପ ଯଜ୍ଞ ଖୁବ୍ ସରଳ। ଯେକୌଣସି ବ୍ୟକ୍ତି ଯେକୌଣସି ସମୟରେ ଯେକୌଣସି ସ୍ଥାନରେ କରିପାରିବ। ଆଉ ଏତେ ପବିତ୍ର ଯେ ପାପୀ କି ବି ଉଦ୍ଧାର କରିବ, ଅର୍ଥାତ୍ ପାପୀ ମାନେ ବି ହରିନାମ କରିପାରିବେ। ଅଶୁଦ୍ଧ ଲୋକମାନେ ହରିନାମ କରିପାରିବେ। ଅଶୁଦ୍ଧ ଲୋକମାନେ ଯଜ୍ଞ କରିପାରିବେନି, ଅଶୁଦ୍ଧ ଲୋକମାନେ ପୂଜା ଅର୍ଚ୍ଚନା କରିପାରିବେନି। ଯେତେ ଅଶୁଦ୍ଧ ହବ ଭଗବାନଙ୍କ ନାମ କରିପାରିବେ। ବୁଝିଲେ? ଏହି ଜଗତରେ ଯାହା ମହାନତମ ଦିବ୍ୟ ଅଟେ, ତାହା ଭଗବାନ ଶ୍ରୀକୃଷ୍ଣଙ୍କର ପ୍ରତିରୂପ ବୋଲି ଜାଣ। ଏଇଟା ହଉଛି ମୋଟାମୋଟି କଥା। ଭଗବାନ କୃଷ୍ଣ କିଛିଟା ନିଦର୍ଶନ ଦେଲେ, କିନ୍ତୁ ଅସଲ କଥା ହଉଛି ଯାହା ଶ୍ରେଷ୍ଠ ବୋଲି ମନେ ହଉଛି, ମହାନ ବା ଦିବ୍ୟ, ସେଗୁଡା ହଉଛି ଭଗବାନ କୃଷ୍ଣଙ୍କର ପ୍ରତିରୂପ। ସେଥିପାଇଁ ପୃଥିବୀର ବୃହତ୍ତମ ପର୍ବତ ହିମାଳୟ ଭଗବାନଙ୍କର ପ୍ରତିନିଧିତ୍ୱ କରେ। ପୂର୍ବ ଶ୍ଲୋକରେ ମେରୁ ପର୍ବତ କଥା ବର୍ଣ୍ଣନା କରାଯାଇଛି। ମେରୁ ପର୍ବତ ବେଳେ ବେଳେ ଗତି କରେ, ହିମାଳୟ ପର୍ବତ ଶ୍ରେଣୀ ଗତି କରେ ନାହିଁ। ଏଣୁ ହିମାଳୟ ପର୍ବତ ଶ୍ରେଣୀ ମେରୁ ପର୍ବତ ଅପେକ୍ଷା ବୃହତ୍ତର। ଏ ସ୍ଥାବର ମାନଙ୍କ ଭିତରେ ସ୍ଥିର ହେଇକି ରହିବା ଭିତରେ ହିମାଳୟ ଶ୍ରେଷ୍ଠ ହେଲେ। ଆଗରୁ ମେରୁ କଥା ବି ବର୍ଣ୍ଣନା କରାହେଇଛି କୋଉଟା ପରିପ୍ରେକ୍ଷୀରେ। ଏଇଟା ହଉଛି ହିମାଳୟ। ଅଶ୍ୱତ୍ଥ ସର୍ବବୃକ୍ଷାନାଂ ଦେବର୍ଷୀନାଂ ଚ ନାରଦ। ତ ମହର୍ଷି ମାନଙ୍କ ଭିତରେ ହେଲେ ଭୃଗୁ ଋଷି, ଦେବର୍ଷି ମାନଙ୍କ ଭିତରେ ହେଲେ ନାରଦ। ଅଶ୍ୱତ୍ଥ ସମସ୍ତ ବୃକ୍ଷ ମାନଙ୍କ ଭିତରେ ଅଶ୍ୱତ୍ଥ। ଗନ୍ଧର୍ବାନାଂ ଚିତ୍ରରଥ, ସିଦ୍ଧାନାଂ କପିଲ ମୁନି। ତ ଦେବଲୋକରେ ଯୋଉ ସଙ୍ଗୀତଜ୍ଞ ଗନ୍ଧର୍ବ ମାନେ ଅଛନ୍ତି, ତାଙ୍କ ଭିତରେ ଚିତ୍ରରଥ। ଆଉ ସିଦ୍ଧ ମାନଙ୍କ ମଧ୍ୟରେ କପିଳ ମୁନି। ଅଶ୍ୱତ୍ଥ ବୃକ୍ଷ ଏକ ସୁନ୍ଦର ଏବଂ ଉଚ୍ଚତମ ବୃକ୍ଷ ଅଟେ। ଭାରତବର୍ଷର ଲୋକମାନେ ପ୍ରାତଃକାଳୀନ ପୂଜା ହିସାବରେ ଏହାକୁ ବ୍ୟବହାର କରନ୍ତି, ପୂଜା କରନ୍ତି। ହଁ। ଅଶ୍ୱତ୍ଥ ବୃକ୍ଷକୁ ଭଗବାନ ବିଷ୍ଣୁଙ୍କ ସାଙ୍ଗରେ ତୁଳନା କରାହଏ। ହଁ। ଅଶ୍ୱତ୍ଥ ବୃକ୍ଷ ପୂଜା କଲେ ବିଷ୍ଣୁଙ୍କର ପୂଜା ହୁଏ। ସେ ପ୍ରଥା ବର୍ତ୍ତମାନ ଗାଁ ଗହଳିରେ ବର୍ତ୍ତମାନ ରହିଛି ଏଟା। ସେମାନେ ମଧ୍ୟ ଦେବତା ମାନଙ୍କ ମଧ୍ୟରେ ନାରଦଙ୍କର ପୂଜା, ଦେବତା ମାନେ ଦେବ ଋଷି ମାନଙ୍କ ଭିତରେ ନାରଦଙ୍କୁ ପୂଜା କରନ୍ତି। ବ୍ରହ୍ମାଣ୍ଡରେ ସର୍ବଶ୍ରେଷ୍ଠ ଭକ୍ତ ହଉଛନ୍ତି ନାରଦ ଋଷି। ଏହି ପ୍ରକାର ସେ ଏକ ଭକ୍ତ ରୂପରେ କୃଷ୍ଣଙ୍କର ପ୍ରତିରୂପ ଅଟନ୍ତି। ଗନ୍ଧର୍ବ ଲୋକ ସୁନ୍ଦର ସଙ୍ଗୀତ ମାନଙ୍କ ଦ୍ଵାରା ପରିପୂର୍ଣ୍ଣ। ସେମାନଙ୍କ ସର୍ବଶ୍ରେଷ୍ଠ ଚିତ୍ରରଥ। ଆମର ଜୀବନ ମାନଙ୍କରେ କପିଳ ଭଗବାନଙ୍କର ଅବତାର ରୂପେ ବିବେଚିତ ହୁଅନ୍ତି। ଅମର ଜୀବ ମାନଙ୍କ ମଧ୍ୟରେ କପିଳ ଭଗବାନଙ୍କର ଅବତାର ରୂପେ ବିବେଚିତ ହୁଅନ୍ତି। ତାଙ୍କ ଦର୍ଶନ ଶ୍ରୀମଦ୍ ଭାଗବତରେ କୁହାଯାଇଛି। ତ ପରେ ଆଉ ଜଣେ କପିଳ ପ୍ରସିଦ୍ଧ ହୋଇ ଉଠିଲେ, କିନ୍ତୁ ତାଙ୍କର ଦର୍ଶନ ନାସ୍ତିକ ଦର୍ଶନ। ଏହି ପ୍ରକାର ଦୁଇ କପିଳଙ୍କ ମଧ୍ୟରେ ବିରାଟ ପାର୍ଥକ୍ୟ ଅଛି। କପିଳ ନାସ୍ତିକ ଦର୍ଶନ ଥିଲେ, ଦାର୍ଶନିକ, କିନ୍ତୁ ଏଇ କପିଳ ମାନେ କପିଳ ଭଗବାନ। ଅର୍ଥାତ୍ ଦେବହୂତି କି ଯୋଉ ଶିକ୍ଷା ଦେଲେ।
କପିଳ କର୍ଦମ ମୁନିଙ୍କ ପୁତ୍ର। ଉଚ୍ଚୈଶ୍ରବ ଉଚ୍ଚୈଶ୍ରବ ସମସ୍ୱାନାଂ ବିଦ୍ଧି ମାମ୍ ଅମୃତୋଦ୍ଭବମ୍ ଐରାବତମ୍ ଗଜେନ୍ଦ୍ରାଣାଂ ନରାଣାଂ ଚ ନରାଧିପମ୍। ଅଶ୍ୱମାନଙ୍କ ମଧ୍ୟରେ ମୁଁ ହଉଛି ଉଚ୍ଚୈଶ୍ରବାଶ୍ଵ। ସମୁଦ୍ର ଉଚ୍ଚୈଶ୍ରବା ଉଚ୍ଚୈଶ୍ରବସଂ ଉଚ୍ଚୈଶ୍ରବସମ୍ ଅଶ୍ୱାନାଂ ଉଚ୍ଚଶ୍ରବା ଉଚ୍ଚୈଶ୍ରବସମ୍ ମାନେ ଉଚ୍ଚଶ୍ରବା। ତାପରେ ମାମ୍ ଅମୃତ ଉଦ୍ଭବମ୍ ସମୁଦ୍ର ମନ୍ଥନ ସମୟରେ ଯୋଉ ଅମୃତ ସହିତ ସେ ମଧ୍ୟ ସମୁଦ୍ର ଉତ୍ଥିତ ହୋଇଛନ୍ତି। ବିଦ୍ଧିମାମ୍ ସମୁଦ୍ର ଯୋଉ ଅମୃତ ହେଇଛି ଭଗବାନଙ୍କ ପ୍ରତିନିଧିତ୍ୱ କରୁଛି। ସମୁଦ୍ର ମନ୍ଥନ ସମୟରେ ଅମୃତ ସହିତ ସେ ମଧ୍ୟ ସମୁଦ୍ରରୁ ଉତ୍ଥିତ ହୋଇଛନ୍ତି। ମାମ୍ ଅମୃତ ଉଦ୍ଭବମ୍ ଐରାବତମ୍ ଗଜେନ୍ଦ୍ରାଣାଂ ଗଜମାନଙ୍କ ମଧ୍ୟରେ ମୁଁ ଐରାବତ। ଇନ୍ଦ୍ର ଯୋଉ ହାତୀ ବ୍ୟବହାର କରନ୍ତି ସେ ଐରାବତ। ନରାଣାଂ ଚ ନରାଧିପ ମନୁଷ୍ୟ ମଧ୍ୟରେ ମୁଁ ହଉଛି ରାଜା। ରାଜା ଭଗବାନଙ୍କର ପ୍ରତିନିଧିତ୍ୱ କରିଥାନ୍ତି। ଭକ୍ତ ଦେବତା ମାନେ ଓ ଅସୁର ମାନେ ଥରେ ସମୁଦ୍ର ମନ୍ଥନ କଲେ। ସେ ମନ୍ଥନ ଅମୃତ ବିଷଜାତ ହେଲା। ଶିବଜୀ ସେ ବିଷପାନ କଲେ। ଅମୃତର ଅନେକ ଜୀବ ଉତ୍ପନ୍ନ ହେଲେ। ସେମାନଙ୍କ ଉଚ୍ଚୈଶ୍ରବ ନାମକ ଅଶ୍ଵ ଥିଲେ। ସେ ଅମୃତରୁ ଅନେକ ପ୍ରାଣୀ ଉତ୍ପନ୍ନ ହୋଇଥିଲା ଯାହାର ନାମ ଐରାବତ ହସ୍ତି। ଏ ଦୁଇଟି ପ୍ରାଣୀ ଅମୃତ ଜାତ ହୋଇଥିବା ହେତୁ ଏମାନଙ୍କର ବିଶେଷ ଗୁଣ ଅଛି। ଏମାନେ କୃଷ୍ଣଙ୍କର ପ୍ରତିନିଧିତ୍ୱ କରୁଛନ୍ତି। ହଁ। ଉଚ୍ଚୈଶ୍ରବ ଅଶ୍ୱାନାଂ ବିଦ୍ଧି ମାମ୍ ଅମୃତମ୍ ଉଦ୍ଭବମ୍। ମନୁଷ୍ୟମାନଙ୍କ ତ ରାଜା ହଉଛନ୍ତି କୃଷ୍ଣଙ୍କ ପ୍ରତିନିଧି। କାରଣ କୃଷ୍ଣ ହଉଛନ୍ତି ବ୍ରହ୍ମାଣ୍ଡ ମାନଙ୍କ ପାଳନ କର୍ତ୍ତା। ତ ରାଜା ମାନେ ସେମାନଙ୍କ ରାଜ୍ୟରେ ପାଳନ କର୍ତ୍ତା କରୁଛନ୍ତି। ସେମାନେ ଦେବ ଗୁଣର ଅଧିକାରୀ ହୋଇଥିବାରୁ ସେମାନଙ୍କୁ ଏ ପ୍ରକାର ନିଯୁକ୍ତି ଦିଆଯାଇଛି। ଏଇଟା ହଉଛି ବିଧାନ। ମାନେ ସବୁବେଳେ ରାଜା ଆଗ କାଳରେ ରାଜା କଥା କୁହ, ବର୍ତ୍ତମାନ ରାଜା କଥା କୁହାଯାଉନି। ବର୍ତ୍ତମାନ ରାଜା ମାନେ ଦେବଗୁଣର ଅଧିକାରୀ ନୁହନ୍ତି। ସବୁ ଅସୁର ଗୁଣର ଅଧିକାରୀ। ପୃଥିବୀକୁ ଧ୍ୱଂସ କରିବା ପାଇଁ କି ସବୁ ପ୍ରକାର ପରିକଳ୍ପନା ରାଜାମାନେ କରୁଛନ୍ତି। ପ୍ରଜାମାନଙ୍କୁ ଶୋଷଣ କରି ଖାଇବା ପାଇଁ କି ଏଇଟା ରାଜାମାନଙ୍କ ପରିକଳ୍ପନା। କିନ୍ତୁ ପୂର୍ବେ ରାଜା ଥିଲେ, ରାମଚନ୍ଦ୍ର ଥିଲେ ରାଜା। ଅମ୍ବରୀଶ, ପୁରୁ, ପରୀକ୍ଷିତ, ପୃଥୁ ମହାରାଜ ଏମାନଙ୍କ କଥା କୁହାଯାଉଛି। ଏଇଭଳିଆ ଯୋଉ ରାଜା ସେମାନେ ହଉଛନ୍ତି ଭଗବାନଙ୍କର ପ୍ରତିନିଧିତ୍ୱ କରୁଛନ୍ତି। ସେମାନେ ଦେବଗୁଣର ଅଧିକାରୀ। ତ ମହାରାଜ ଯୁଧିଷ୍ଠିର, ମହାରାଜ ପରୀକ୍ଷିତ, ଶ୍ରୀ ରାମଚନ୍ଦ୍ର ମହାପ୍ରଭୁଙ୍କ ପରି ରାଜା ମାନେ ଅତ୍ୟନ୍ତ ଧାର୍ମିକ ରାଜା ଥିଲେ। ସେମାନେ ସର୍ବଦା ପ୍ରଜାମାନଙ୍କର ମଙ୍ଗଳ ଚିନ୍ତା କରୁଥିଲେ। ବୈଦିକ ସାହିତ୍ୟରେ କୁହାଯାଇଛି ଯେ ରାଜା ଭଗବାନଙ୍କର ପ୍ରତିନିଧି ଅଟନ୍ତି। ଏହି ଯୁଗରେ ଅବଶ୍ୟ ଧର୍ମ ଭିତରେ ହ୍ରାସ ଯୋଗୁଁ ରାଜବଂଶ ପ୍ରାୟ ଲୁପ୍ତ। ବର୍ତ୍ତମାନ ସମ୍ପୂର୍ଣ୍ଣ ରୂପେ ନିଶ୍ଚିହ୍ନ ହୋଇଯାଇଛି। ରାଜା ବୋଲି କିଛି ନାହିଁ। ମିଡିଲ ଇଷ୍ଟରେ କିଛି ଏବେ ବି ମୋନାର୍କି ଚାଲିଛି। ପୃଥିବୀରେ ରାଜା ବୋଲି କିଛି ନାହାନ୍ତି। ଏହା ବୁଝିବାକୁ ହେବ ଯେ ଅତୀତରେ ଲୋକମାନେ ଧାର୍ମିକ ରାଜାମାନଙ୍କ ଅଧୀନରେ ଅଧିକ ସୁଖରେ ଥିଲେ। ଆୟୁଧା ନାମ ଅହମ୍ ବଜ୍ରମ୍ ଧେନୁ ନାମ ଅସ୍ମି କାମଧୁକ୍ ପ୍ରଜନଶ୍ଚାସ୍ମି କନ୍ଦର୍ପ ସର୍ପାଣାମ୍ ଅସ୍ମି ବାସୁକି। ଅସ୍ତ୍ର ମାନଙ୍କ ମଧ୍ୟରେ ମୁଁ ବଜ୍ର। ଆୟୁଧ, ଆୟୁଧ ମାନେ ଅସ୍ତ୍ର। ଆୟୁଧ ନାମ ଅହମ୍ ବଜ୍ରମ୍। ଗାଭୀ ମାନଙ୍କ ମଧ୍ୟରେ ମୁଁ ପ୍ରଚୁର ଦୁଗ୍ଧବତୀ ଗାଭୀ, ସୁରଭି। ଧେନୁ ନାମ ଅସ୍ମି କାମଧୁକ୍। ଧେନୁ ମାନେ ଗାଭୀ।
କାମଧୁକ ମାନେ କାମଧେନୁ ସୁରଭି ଗାଭୀ। କାମଧୁକ ଯେ ସମସ୍ତ କାମନା ପୂର୍ଣ୍ଣ କରିପାରନ୍ତି। ହୁଁ। ସୁରଭି ଗାଈ କାମଧେନୁ। ସନ୍ତାନ ଉତ୍ପାଦିକା ଶକ୍ତି ମଧ୍ୟରେ ମୁଁ କନ୍ଦର୍ପ କାମଦେବ ଏବଂ ସର୍ପମାନଙ୍କ ମଧ୍ୟରେ ମୁଁ ପ୍ରଧାନ ବାସୁକି। ବାସ୍ତବିକ ବଜ୍ର ଏକ ଅତ୍ୟନ୍ତ ଶକ୍ତିଶାଳୀ ଅସ୍ତ୍ର। ତାହା ଶ୍ରୀକୃଷ୍ଣଙ୍କ ଶକ୍ତିର ପ୍ରତିନିଧିତ୍ୱ କରେ। ପରବ୍ରହ୍ମରେ ଥିବା କୃଷ୍ଣ ଲୋକରେ ଅନେକ ଗାଭୀ ଅଛନ୍ତି। ଯେକୌଣସି ସମୟରେ ସେମାନଙ୍କୁ ଦୋହନ କରାଯାଇପାରେ। ତୁମେ ଯେତେ ପରିମାଣ ଦୁଗ୍ଧ ଆବଶ୍ୟକ କର ସେତେ ପରିମାଣ ଦୁଗ୍ଧ ସେମାନେ ପ୍ରଦାନ କରିବାକୁ ସକ୍ଷମ। ଦୁଗ୍ଧ ନୁହଁ, ବିଭିନ୍ନ ତାଙ୍କ ଶରୀରରୁ ଗୋଟେ କିଏ ଜଣେ ଋଷି ଗାଭୀ ରଖିଥିଲେ ନା। ଗୋଟେ ରାଜା ଆସିକି ସେ ଗାଭୀନ ଭୋଗ ହେଲା, ଆକ୍ରମଣ କଲା। ସେ ହଜାର ହଜାର ତାର ଲୋକ ଆସିଥିଲେ, ସମସ୍ତଙ୍କୁ ଖାଇବାକୁ ଦେଲା। ଗାଭୀ ସବୁ ଦେଲେ। ତାର ଗାଭୀ ଶରୀରରୁ ସୈନିକ ବାହାରିକି ସେ ଋଷିଙ୍କୁ ଯୁଦ୍ଧ କଲେ। ଅବଶ୍ୟ ଏହି ପ୍ରକାର ଗାଭୀ ମର୍ତ୍ତ୍ୟ ଲୋକରେ ନାହାନ୍ତି, କିନ୍ତୁ କୃଷ୍ଣ ଲୋକରେ ସେମାନଙ୍କ ବର୍ଣ୍ଣନା ଅଛି। ମର୍ତ୍ତ୍ୟ ଲୋକରେ କୃଷ୍ଣ ଲୋକ ଭଳିଆ ଗାଭୀ ନଥିଲେ ବି ଭଲ ଗାଭୀ ଥିଲେ। ପୁରାଣରେ ଦେଖୁ ସେ ଏଭଳିଆ ଗାଭୀ ମାନଙ୍କ ଦିଲ୍ଲୀପ ରାଜାଙ୍କର କଥା ବର୍ଣ୍ଣନା କରାଯାଇଥିଲା ଏଠି। ସେଇଭଳିଆ ସୁନ୍ଦର ସୁନ୍ଦର ଗାଭୀ ଅଛନ୍ତି। ବର୍ଣ୍ଣିତ ଅଛି ଯେ ଭଗବାନ ସର୍ବଦା ଏମାନଙ୍କୁ ପାଳନ କରିବାରେ ବ୍ୟସ୍ତ। କୃଷ୍ଣ ଏଇ ଗାଭୀ ପାଳନ କରନ୍ତି ସବୁବେଳେ। କନ୍ଦର୍ପ ହେଉଛି କାମ ପିପାସା। ଉପଯୁକ୍ତ ପୁତ୍ର ଉତ୍ପାଦନ ନିମିତ୍ତ ଏହାକୁ ବ୍ୟବହାର କରାଯାଏ। ଏହି ସଂସାର ହେଉଛି ମୈଥୁନାଗାର। ମୈଥୁନର ମାଧ୍ୟମରେ ଏଠି ପ୍ରଜା ସୃଷ୍ଟି ହୁଏ। ଆଧ୍ୟାତ୍ମିକ ଜଗତର ମୈଥୁନ ମାଧ୍ୟମରେ ପ୍ରଜା ସୃଷ୍ଟି ହୁଏନି। ଏମିତିକା କି ପୃଥିବୀର ପ୍ରାରମ୍ଭରେ ବି ମୈଥୁନରେ ପ୍ରଜା ସୃଷ୍ଟି ହଉନଥିଲା। ବ୍ରହ୍ମାଙ୍କର ମାନସିକ ପୁତ୍ର, ହୃଦୟ ପୁତ୍ର, ବୃଦ୍ଧ ଅଙ୍ଗୁଷ୍ଠୀ ପୁତ୍ର ଏଇଭଳିଆ ଉତ୍ପନ୍ନ ହଉଥିଲେ। କିନ୍ତୁ ତାପରେ ବ୍ରହ୍ମା ଦେଖିଲେ ଏତେ ବଡ଼ ବ୍ରହ୍ମାଣ୍ଡକୁ ଏଇଭଳିଆ ଭରି ହବନି। ମୈଥୁନ ମାଧ୍ୟମରେ ପ୍ରଜା ସୃଷ୍ଟି ହବ। ଏ ପ୍ରଜା ସୃଷ୍ଟି ପାଇଁ କନ୍ଦର୍ପ କାମ ଦେବ ବା କନ୍ଦର୍ପ ଜୀବର ମଧ୍ୟରେ କାମ ପିପାସା ସୃଷ୍ଟି କରନ୍ତି। ତାର ଲକ୍ଷ୍ୟ ହଉଛି ବା ଉପଯୋଗିତା ହଉଛି ଯଥାର୍ଥ ପୁତ୍ର ସନ୍ତାନ ଲାଭ କରିବା। କଳି ଯୁଗରେ ଭାର୍ଯ୍ୟା ଗ୍ରହଣ କରାହଉନି ସୁପୁତ୍ର ପାଇଁ, ସେଇଟା ଲକ୍ଷ୍ୟ ନାହିଁ। ଏବଂ ଲୋକମାନେ କାମ କ୍ରିୟାରେ ଯୁକ୍ତ ହଉନାହାନ୍ତି ସୁପୁତ୍ର ପାଇଁକି। এটা ସମ୍ପୂର୍ଣ୍ଣ ଅଲଗା ବିଷୟ ବର୍ତ୍ତମାନ। ଯଥାର୍ଥ ଯେ କୃଷ୍ଣ ଧର୍ମ ଅବିରୁଦ୍ଧ କାମ, ସେଟା ବି ମୁଁ। କନ୍ଦର୍ପ ଯେ କାମ ବ୍ୟବସ୍ଥା ସୃଷ୍ଟି କରି ସେ ହଉଛନ୍ତି ଭଗବାନ କୃଷ୍ଣ। କାମ ବି ଭଗବାନ କୃଷ୍ଣ, କିନ୍ତୁ ହଁ, ଧର୍ମ ଅବିରୁଦ୍ଧ କାମ ଯୋଉଟା। ତ ବର୍ତ୍ତମାନ ଧର୍ମ ବିରୁଦ୍ଧ କାମ, ଅବିରୁଦ୍ଧ କାମ। ବର୍ତ୍ତମାନ କାମ ହଉଛି ଧର୍ମ ବିରୁଦ୍ଧ କାମ। ସେଟା ଭଗବାନଙ୍କ ପ୍ରତିନିଧିତ୍ୱ କରୁନି। ତେଣୁ କନ୍ଦର୍ପ କୃଷ୍ଣଙ୍କର ପ୍ରତିନିଧି ହଉଛି। ବେଳେ ବେଳେ କନ୍ଦର୍ପକୁ ସୁଖ ଦେବା ନିମିତ୍ତ ବ୍ୟବହାର କରାଯାଏ। ଏହି ପ୍ରକାର କନ୍ଦର୍ପ କୃଷ୍ଣଙ୍କର ପ୍ରତିନିଧିତ୍ୱ କରେ ନାହିଁ। ଉତ୍ତମ ସନ୍ତାନ ଉତ୍ପାଦନ ନିମିତ୍ତ ଯେଉଁ କନ୍ଦର୍ପ ଶକ୍ତି ବ୍ୟବହାର କରାଯାଏ, ତାହାକୁ ହିଁ ପ୍ରକୃତରେ କନ୍ଦର୍ପ କୁହାଯାଏ। ତାହା ହିଁ କୃଷ୍ଣଙ୍କର ପ୍ରତିନିଧିତ୍ୱ କରେ। ଅନନ୍ତଶ୍ଚାସ୍ମି ନାଗାନାଂ ବରୁଣ ଯାଦସାମହଂ ପିତॄଣାମ୍ ଅର୍ଜମା ଚାସ୍ମି ଯମ ସଂଯମତାମହଂ। ଦିବ୍ୟ ନାଗମାନଙ୍କ ମଧ୍ୟରେ ମୁଁ ଅନନ୍ତ। ଅନନ୍ତଶ୍ଚାସ୍ମି ନାଗାନାଂ। ଜଳଦେବତା ମାନଙ୍କ ମଧ୍ୟରେ ମୁଁ ବରୁଣ। ବରୁଣ ଯାଦସା ଅହମ୍। ଯାଦସା
ଜଳରେ ଯୋଉମାନେ ବାସ କରନ୍ତି, ଜଳ ଜୀବ। ପିତୃଣାମ୍ ଅର୍ଜମା ଚାସ୍ମି, ପରଲୋକଗତ ପିତୃପୁରୁଷ ମାନଙ୍କ ମଧ୍ୟରେ ମୁଁ ଅର୍ଜମା। ଯମ ସଂଯମତାମହମ୍, ମୁଁ ହଉଛି ଯମ ମୃତ୍ୟୁ ଦେବତା। ସଂଯମକାରୀ ମାନଙ୍କ ମଧ୍ୟରେ, ନିୟମକୁ କାର୍ଯ୍ୟକାରୀ ବା ଶାସନକାରୀ ଦେବତା ମାନଙ୍କ ମଧ୍ୟରେ ମୁଁ ମୃତ୍ୟୁ ଦେବତା। ଏଠି ସଂଯମକାରୀ ମାନେ ଶାସନକାରୀ ବୁଝଉଛି। ହୁଁ। ଯେ ଲୋକଙ୍କୁ ସଂଯମ ରକ୍ଷା କରିବାକୁ ବାଧ୍ୟ କରନ୍ତି, ନହେଲେ ଶାସ୍ତି ଦେବେ ତାଙ୍କୁ, ନିୟମକୁ ମାନିବା ପାଇଁ। ଯେପରି ଜଳଜୀବମାନଙ୍କ ମଧ୍ୟରେ ବରୁଣ ପ୍ରଧାନ, ସେ ବି ଦିବ୍ୟ ନାଗମାନଙ୍କ ମଧ୍ୟରେ ଅନନ୍ତ ନାଗ। ହୁଁ। ଆଉ ଗୋଟେ କହିଲା ବାସୁକି, କାହା ଭିତରେ ଗୋଟେ ଶ୍ରେଷ୍ଠ, ଏଠି ନାଗମାନଙ୍କ ଭିତରେ ଅନନ୍ତ ନାଗ କୁହାଯାଉଛି। ସେମାନେ ଉଭୟ କୃଷ୍ଣଙ୍କର ପ୍ରତିରୂପ ଅଟନ୍ତି। ଏକ ବୃକ୍ଷ ଲୋକ ଅଛି, ଯେଉଁଠାରେ ଅର୍ଜୁନ ଅଛନ୍ତି ଅଧ୍ୟକ୍ଷ। ପିତୃପୁରୁଷ ମଧ୍ୟରେ ଅର୍ଜମା, ବୃକ୍ଷ ଲୋକ କଣ କହୁଛି, ସେ କୃଷ୍ଣଙ୍କର ପ୍ରତିନିଧିତ୍ୱ କରନ୍ତି। ଜାଣିନା ବୃକ୍ଷ ଲୋକ ପିତୃପୁରୁଷ, ବେଶୀ ବୃକ୍ଷ ଅଛି ନା କଣ ଜାଣିନା। ପିତୃପୁରୁଷ ମାନଙ୍କ ମୁଁ ଅର୍ଜମା। ତାତ୍ପର୍ଯ୍ୟ ହେଉଛି ବୃକ୍ଷ ଲୋକ ଅଛି ଯୋଉଟା ଅର୍ଜମା ଅଛନ୍ତି ଅଧ୍ୟକ୍ଷ, ସେ ସେଠାରେ କୃଷ୍ଣଙ୍କ ପ୍ରତିନିଧିତ୍ୱ କରନ୍ତି। ଅନେକ ଜୀବ ଅଛନ୍ତି ଯେଉଁମାନେ ଦୁର୍ବୃତ୍ତ ମାନଙ୍କୁ ଦଣ୍ଡ ଦିଅନ୍ତି, ସେମାନଙ୍କ ମଧ୍ୟରେ ଯମରାଜ ହେଉଛନ୍ତି ପ୍ରଧାନ। ଯେଉଁମାନେ ଶାସ୍ତି ପ୍ରଦାନ କରନ୍ତି, ତାଙ୍କ ଭିତରେ ଯମରାଜ ହେଉଛନ୍ତି ପ୍ରଧାନ। ଏଇ ମର୍ତ୍ତ୍ୟଲୋକ ନିକଟରେ ଯମଲୋକ ବା ଯମପୁର ଅଛି, ଏଠାରେ ଯମରାଜ ବାସ କରନ୍ତି। ଯେଉଁମାନେ ମହାନ ପାପୀ, ସେମାନଙ୍କ ମୃତ୍ୟୁ ପରେ ସେଠାକୁ ନିଆଯାଏ ଏବଂ ଯମରାଜ ସେମାନଙ୍କ ନିମିତ୍ତ ବିଭିନ୍ନ ପ୍ରକାର ଦଣ୍ଡ ସେ ବ୍ୟବସ୍ଥା କରନ୍ତି। ପ୍ରହ୍ଲାଦ ଚାସ୍ମି ଦୈତ୍ୟାନାଂ କାଲ କଲୟିତାମହଂ ମୃଗାନାଂ ଚ ମୃଗେନ୍ଦ୍ର ଅହಂ ବୈନତେୟଶ୍ଚ ପକ୍ଷିୟାନାମ୍। ତ 30 ନମ୍ବର ଶ୍ଲୋକ କାଲି ଆମେ ମାନେ ପାଠ କରି ଶ୍ରବଣ କରିବୁ। ହରେ କୃଷ୍ଣ 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 ହରେ ହରେ ରାମ ହରେ ରାମ। আর কি দেখাচ্ছে? মঙ্গলময় বাবু কি বলছেন? হরে কৃষ্ণ মহারাজ। মহারাজ প্রণাম, ধন্যবাদ মহারাজ। এখানে ওমকার সম্বন্ধে প্রভুপাদ সেরকম বিশেষ কিছু বললেন না। আপনি যদি কৃপা করে একটু আরো বলে দেন মহারাজ। আপনার কথাগুলো জড়িয়ে যাচ্ছে, বোঝা যাচ্ছে না। মহারাজ এখানে ওমকার বিষয়ে ছিল প্রভুপাদ যে একটাই কথাই বললেন, সমস্ত অপ্রাকৃত শব্দের মধ্যে ওমকার শব্দরূপে আমি ভগবানের প্রতিনিধিত্ব করছি। হুম। মহারাজ এইটুকুই বলেছেন, আর কিছু বলেননি। যদি কৃপা করে আর একটু পরিষ্কার করে দেন মহারাজ। এই ওঙ্কার আর আমরা শ্রবণ করবো চৈতন্য চরিতামৃতে। ওঙ্কার হচ্ছে ভগবান, সব কিছু সৃষ্টি হয়েছে ওঙ্কার থেকে, সমস্ত বেদ সৃষ্টি হয়েছে ওঙ্কার থেকে। ওঙ্কারকে প্রণব বলে আমরা মানি। হ্যাঁ, তো অ উ ম এই 3টে অক্ষর নিয়ে ওঙ্কার হয়েছে। এগুলো চৈতন্য চরিতামৃতের ভালোভাবে আমরা শুনবো। সব কথা তো সব সব কথা যদি ভগবান প্রভুপাদ সব জায়গায় বর্ণনা করবে, তাহলে তার বই শেষ হবে না, বই বাড়তেই থাকবে। তাহলে বর্তমান জন্য আমরা এটুকু জানি, ওঙ্কার কলিযুগের জন্য অবশ্য ওঙ্কার নাই, আর ওঙ্কার শব্দটা ভগবানের প্রতিনিধিত্ব করে, কিন্তু ওঙ্কার শব্দ সবাই উচ্চারণ করার অধিকার নেই। মুনি ঋষিরা ওঙ্কার শব্দ উচ্চারণ করতে পারে, ওঙ্কার গায়ত্রী এ সবার অধিকার নেই, কিন্তু হরে কৃষ্ণ মহামন্ত্র সবার অধিকার আছে। হ্যাঁ, হরে কৃষ্ণ এই মহামন্ত্র ভগবান প্রতিনিধিত্ব করে। এই ওঙ্কারটা নির্বিশেষ মহারাজ।
ও নির্বিশেষ সবিশেষ সেটা আপনি চিন্তা করে দেখুন কি হবে এটা। প্রদীপ পানি বলুন। हरे আর कृष्ण महाराज মহারাজ, प्रणाम। হুম, মহারাজ ওই ওই যেটা বলুন। বলছিলেন ওটা আমার একটা কথা মনে পড়ছে। ওই যে বশিষ্ঠ মুনির নন্দিনী নামক একটা গাভী ছিল, ওটা বিশ্বামিত্র ওনার আশ্রমে গিয়েছিলেন, তারপর যুদ্ধ করেছিলেন। এখন মনে পড়ছে মহারাজ যেটা আপনি বলছিলেন। হুম হুম, বশিষ্ঠ বলুন। আর এই হ্যাঁ, আর এই নন্দিনী গাভীকে কেন্দ্র করে অষ্টবসুর মধ্যে শেষ বসু ভীষ্মদেব আহ এখানে থেকে গিয়েছিলেন। তো আমি জানি না এগুলো তো, আমার জানি হ্যাঁ না। মহারাজ, প্রণাম। হরে কৃষ্ণ। প্রদীপ পানি বলুন। हरे कृष्ण महाराज प्रणाम। महाराज गंधर्व लोक माने कौन बुझी पाइलेनि महाराज, कौन गंधर्व लोक ना आदिवासी मानकर कौन से এই କହିଲେ? ସ୍ୱର୍ଗରେ একটা ଗନ୍ଧର୍ବ ଲୋକ ରହିଛି। ସେଠି ସେ ଗନ୍ଧର୍ବ ମାନେ ନାହାନ୍ତି, ଗନ୍ଧର୍ବ କିନ୍ନର ଚାରଣ ବିଭିନ୍ନ ପ୍ରଜାତିର ଲୋକ ଅଛନ୍ତି। ଯେମିତି ଅପ୍ସରା ଆଜ୍ଞା ଅଛନ୍ତି, ଅପ୍ସରା ମାନେ ନାଚିବେ, ଗନ୍ଧର୍ବ ମାନେ ଗାଇବେ। ହଁ, ଏସବୁ ବିଭିନ୍ନ ଆଜ୍ଞା। हरे कृष्ण। ଗନ୍ଧର୍ବ।